ବୃଦ୍ଧାବସ୍ଥାର ବାଧ୍ୟତାମୂଳକ କାହାଣୀ। ନମସ୍କାର ବନ୍ଧୁଗଣ, ପୁଣି ଏକ ମାଙ୍କ ଦୁଃଖ କାହାଣୀରେ ସମସ୍ତଙ୍କୁ ରୂପେ ଷ୍ଟୋରୀ ତରଫରୁ ସ୍ୱାଗତ। ତେବେ ଆଉ ଡେରି ନ କରି ଆସନ୍ତୁ ଶୁଣିବା ମାଙ୍କ ମୁହଁରୁ ସେହି ଅକୁହା କାହାଣୀ। ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ପୁଅମାନଙ୍କ ସହିତ ରହୁଥିଲି। ମୁଁ ମୋ ବୋହୂର ଏକ ଭିନ୍ନ ଦିଗ ଦେଖିବାକୁ ପାଇଲି ଏବଂ ପୁଅର ମଧ୍ୟ। ମୁଁ ଭଲ ଭାବେ ଜାଣେ ଉଭୟଙ୍କ ମନରେ କ'ଣ ଅଛି। ସେମାନେ ଚାହାନ୍ତି ଯେ ମୁଁ ଏକ ବୃଦ୍ଧା ହେତୁ ବୃଦ୍ଧାଶ୍ରମରେ ରହିବା ଉଚିତ। ମୋର କୌଣସି ଧାରଣା ନଥିଲା ଯେ ତାଙ୍କ ମୃତ୍ୟୁ ପରେ ମୋତେ ଏସବୁ ଦେଖିବାକୁ ଓ ଶୁଣିବାକୁ ପଡ଼ିବ। କିନ୍ତୁ ମୁଁ ମୋ ପୁଅ ଓ ବୋହୂର କଥା ଶୁଣିବା ପରେ ମଧ୍ୟ ଏଠାରେ ରହିବାକୁ ଚାହେଁ, କାରଣ ମୁଁ ମୋର ନାତି ଏବଂ ନାତୁଣୀଙ୍କୁ ଦେଖିବା ପରେ ମୋତେ ଆନନ୍ଦ ଲାଗୁଥିଲା। ମୁଁ ମୋ ପୁଅର ଘର ବାହାରେ ଏକ ଝାଟିମାଟି ଘରରେ ରହୁଥିଲି। ମୁଁ ଘର ବାହାରେ ରହୁଛି ଯେପରି ମୋ ବୋହୂ ଓ ପୁଅର କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ। ପୁଅ କିଛି ଦୟା ଦେଖାଇଛି ଏବଂ ଘର ଉପରେ ଏକ ଟିଣ ସିଟ୍ ଲଗାଇଛି। ସେ ମୋତେ ସମୟ ସମୟରେ କିଛି ରାସନ ଦିଅନ୍ତି। ମୁଁ ନିଜେ ରୋଷେଇ କରି ଖାଏ। ମୁଁ ମୋ ପୁଅକୁ କହିଛି ଯେ, ପୁଅ, ମୋ ପାଇଁ ତୁମ ଉଭୟଙ୍କର କୌଣସି ଅସୁବିଧା ହେବ ନାହିଁ। ମୋତେ କିନ୍ତୁ ଏଠାରେ ରହିବାକୁ ଦିଅ। ମୋତେ ଏହି ଘରେ ମରିବାକୁ ଦିଅ। ମୁଁ ତାହା ଚାହେଁ। ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ ମୋ ପୁଅ ଏବଂ ବୋହୂ ଅନ୍ତତଃପକ୍ଷେ ମୋ ପାଇଁ ଏହା କରିଛନ୍ତି। ମୋ ପୁଅ ସକାଳ 8ଟାରେ କାମ କରିବାକୁ ଯାଏ ଏବଂ ପିଲାମାନେ 9ଟା ସମୟରେ ବିଦ୍ୟାଳୟକୁ ଯାଆନ୍ତି। ତାପରେ ମୋ ପୁଅ ସନ୍ଧ୍ୟା 5ଟାରେ ଫେରିଆସେ ଓ ପିଲାମାନେ 4ଟାରେ ଆସନ୍ତି। ସେମାନଙ୍କୁ ଆସିବା ଏବଂ ଯିବା ଦେଖିବା ମୋତେ ବହୁତ ଆରାମ ଦିଏ। ଦିନେ ମୋ ସ୍ୱାମୀଙ୍କ ସାଙ୍ଗ ଅନେକ ଦିନ ପରେ ମୋ ଘରକୁ ଆସିଥିଲେ। ସେ ମୋର ସ୍ୱାମୀଙ୍କର ପିଲାଦିନର ବନ୍ଧୁ ଥିଲେ। ତାଙ୍କ ପତ୍ନୀଙ୍କର ମଧ୍ୟ ଦେହାନ୍ତ ହୋଇଛି। ଆଗରୁ ମଧ୍ୟ ସେ ଆମ ଘରକୁ ଆସୁଥିଲେ। ତାଙ୍କ ସହିତ ଆମର ଭଲ ସମ୍ପର୍କ ଥିଲା। ତାଙ୍କ ଘର ଆମ ଘରଠାରୁ ଅଳ୍ପ ଦୂରରେ ଥିଲା। ତାଙ୍କ ଗୋଡ଼ରେ ଏକ ସମସ୍ୟା ଥିଲା ଏବଂ ସେ ଠିକ୍ ଭାବରେ ଚାଲିପାରୁ ନଥିଲେ। ବହୁତ ଦିନ ପରେ ସେ ମୋ ସ୍ଥାନକୁ ଆସିଥିଲେ। ମୁଁ ତାଙ୍କୁ ଦେଖି ଭଲ ଅନୁଭବ କଲି। ତାଙ୍କ ଅବସ୍ଥା ମଧ୍ୟ ମୋର ପରି ଥିଲା। ବର୍ତ୍ତମାନ ପିଲାମାନେ ମଧ୍ୟ ତାଙ୍କ ଉପରେ ବିରକ୍ତ ହେଉଥିଲେ। ବୃଦ୍ଧାବସ୍ଥାରେ ଆମ ପରି ଲୋକମାନେ ବହୁତ କାନ୍ଦନ୍ତି। ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଛି ଏବଂ ଚାଲିବାରେ ତାଙ୍କର ଅସୁବିଧା ହେଉଥିଲା। ସେଥିପାଇଁ ସେ ତାଙ୍କର ଖାଦ୍ୟ ମଧ୍ୟ ରୋଷେଇ କରି ପାରୁନଥିଲେ। ଯେତେବେଳେ ସେ ମୋ ପାଖକୁ ଆସିଲେ, ମୁଁ ବୁଝିଲି ଯେ ସେ ଅସୁବିଧାର ସମ୍ମୁଖୀନ ହେବା ପରେ ନିଶ୍ଚିତ ଭାବରେ ତାଙ୍କ ପୁରୁଣା ସାଙ୍ଗଙ୍କ ଘରକୁ କିଛି ଚା ଏବଂ ଖାଦ୍ୟ ଖାଇବାକୁ ଆସିଥିବେ। ତାଙ୍କର ମଧ୍ୟ ନିଜର ବାଧ୍ୟତାମୂଳକ ଥିଲା। ସେ ଆସିବା ପରେ ମୁଁ ତାଙ୍କ ପାଇଁ
ଖାଦ୍ୟ ରାନ୍ଧିଲି ଏବଂ ତାଙ୍କୁ ଖାଇବାକୁ ଦେଲି। ସେ ଖାଇବାକୁ ମନା କରୁଥିଲେ, କିନ୍ତୁ ଶେଷରେ ସେ ଖାଇଲେ। ମୁଁ ଜାଣିଥିଲି ଯେ ସେ ଭୋକିଲା ଅଛନ୍ତି। ମୋ ବୋହୂ ମୋତେ ଏବଂ ସେ ଖାଦ୍ୟ ଖାଉଥିବା ଦେଖିଲେ ସେ କିଛି କହିଲେ ନାହିଁ। ଏପରି ସେ 3ରୁ 4 ଥର ମୋ କୁଡ଼ିଆ ଘର ପଟେ ଯିବା ଆସିବା କରୁଥିଲେ। ଯେତେବେଳେ ବି ସେ ଆସନ୍ତି ମୁଁ ତାଙ୍କୁ କିଛି ନା କିଛି ଖାଇବାକୁ ଦିଏ। ତାପରେ ସନ୍ଧ୍ୟାରେ ମୋ ପୁଅ ଆସିଲା। ମୋ ବୋହୂ କହିଲା, ତୁମ ମା ଏତେ ଲଜ୍ଜାଜନକ। ଆଜିକାଲି ସେ କାହାକୁ ନା କାହାକୁ ଘରକୁ ଡାକୁଛନ୍ତି ଏବଂ ଖାଦ୍ୟ ଖୁଆଉଛନ୍ତି। ତୁମେ ଜାଣିଛ କି ନାହଁ, ଖାଦ୍ୟ ବହୁତ କଷ୍ଟରେ ରୋଜଗାର ହେଉଛି ଏବଂ ତୁମ ମା ଏହାକୁ ଅନ୍ୟ ଲୋକଙ୍କୁ ଖୁଆଇ ନଷ୍ଟ କରୁଛନ୍ତି। ଏବଂ ଯଦି ତୁମ ମାଙ୍କୁ କିଛି ଦିନ ଭୋକରେ ରଖାଯାଏ, ତେବେ ସେ ଜାଣିପାରିବେ ଖାଦ୍ୟର ମହତ୍ତ୍ୱ। ମା କହିଲେ, ପୁଅ, ମୁଁ ତାଙ୍କୁ ମୋ ଖାଇବା ଭାଗରୁ କିଛି ଖାଇବାକୁ ଦେଉଛି। ସେ ତୁମ ବାପାଙ୍କ ପୁରୁଣା ବନ୍ଧୁ। ଏହାପରେ ବୋହୂ ଏହାର ବିପରୀତ କଥା କହିବା ଆରମ୍ଭ କଲା। ତୁମ ମା ଘର ବାହାରେ ରହି ସ୍ୱାଧୀନତା ପାଇଲା। ମୁଁ ଜାଣେ ନାହିଁ ସେ କ'ଣ କରେ। ମୋ ପୁଅ ମୋତେ ଘର ପଛରେ ନେଇ ସିଡ଼ି ପାଖରେ ବସାଇ ମୋତେ ବର୍ତ୍ତମାନ ଏଠାରେ ବସିବାକୁ କହିଲା। ବର୍ତ୍ତମାନ ମୋର ଲୁହ ମଧ୍ୟ ଶୁଖି ଯାଇଛି। ବାହାରିବ କେମିତି? ପରଦିନ ଠାରୁ ରାସନ ପାଇଲି ନାହିଁ। ମୋ ବୋହୂ ସେହି ଛୋଟ ଝାଟିମାଟିର ଘରକୁ ଭାଙ୍ଗିଦେଲା। ତାପରେ ମୁଁ ଅନୁଭବ କଲି ଯେ ବର୍ତ୍ତମାନ ମୁଁ ଭୁଲ କରିଛି। ଗୋଟିଏ ଦିନ ଭୋକରେ ରହିବା ପରେ ମୁଁ ଭାବିଲି, ମୁଁ କ'ଣ ଭୁଲ କରିଛି। ମୁଁ ଆଉ ମୋ ପୁଅର ସ୍ଥାନରେ ରହିବା ଉଚିତ ନୁହେଁ ଏବଂ ବୋଧହୁଏ ଏହା ମଧ୍ୟ ମୋର ଦୋଷ। ମୋର ପାଳନରେ କିଛି ଅଭାବ ଦେଖା ଦେଇଛି ଏବଂ ସେଥିପାଇଁ ଏହି ଫଳାଫଳ ଆଜି ମୋ ପାଖକୁ ଆସିଛି। ପରଦିନ ସକାଳେ ମୁଁ ମୋ ପୁଅକୁ ବୃଦ୍ଧାଶ୍ରମରେ ଛାଡ଼ିଦେବାକୁ କହିଲି। ବର୍ତ୍ତମାନ ମୁଁ ତୁମ ଦୁହିଁଙ୍କୁ ଅଧିକ କଷ୍ଟ ଦେବାକୁ ଚାହୁଁନାହିଁ। ବୋହୂ କହିଛନ୍ତି ଯେ ଦିନେ ସେ ଭୋକିଲା ହୋଇ ମନକଷ୍ଟ ପାଇଲେ, ତେଣୁ ସେ ବାଟକୁ ଆସିଲେ। ବର୍ତ୍ତମାନ ପୁଅର ମୁହଁରେ ଏକ ଅଦ୍ଭୁତ ସୁଖ ଥିଲା ଏବଂ ସେ ଶୀଘ୍ର ପ୍ରସ୍ତୁତ ହୋଇଗଲେ ମୋତେ ବୃଦ୍ଧାଶ୍ରମରେ ଛାଡ଼ିବାକୁ। ମୋ ବୋହୂ କହୁଥିଲେ, ଆଜି ଛୁଟି ନିଅ, ତୁମ ମାଆକୁ ସେଠାରେ ଛାଡ଼ିଦିଅ। ପାଖ ଆଶ୍ରମରେ ଛାଡ଼ିବ ନାହିଁ। ସେ ନହେଲେ 2 ଦିନରେ ପୁଣି ଫେରି ଆସିବ। ମୁଁ ମୋ ବୋହୂକୁ କହିଲି, ଝିଅ, ବ୍ୟସ୍ତ ହୁଅ ନାହିଁ। ମୁଁ ଆଉ ଆସିବି ନାହିଁ। ମୁଁ ମୋର ନାତିମାନଙ୍କୁ ଆଲିଙ୍ଗନ କଲି। ମୁଁ ଜାଣିଥିଲି ଯେ ଆମେ ଆଉ କେବେ ଭେଟିବାକୁ ସମର୍ଥ ହେବୁ ନାହିଁ। ମୁଁ ମଧ୍ୟ ମୋ ପୁଅକୁ ଥରେ ମୋ ହୃଦୟରୁ ଆଲିଙ୍ଗନ କରିବାକୁ ଚାହୁଁଥିଲି, କିନ୍ତୁ ସେ କହିଲା, ମା, ଶୀଘ୍ର ଯିବା। ମୁଁ ମୋର ବୋହୂକୁ ନିଜେ ନିଜର ଯତ୍ନ ନେବାକୁ କହିଲି। ଆଶ୍ରମକୁ ଆସିବା ପରେ ଦେଖିଲି ଯେ ମୋ ପରି ଅନେକ ବୃଦ୍ଧ ବୃଦ୍ଧା ଅଛନ୍ତି। କିଛି ଦିନ ଦୁଃଖରେ ରହିବା ପରେ ମୁଁ ସତ୍ୟକୁ ଗ୍ରହଣ କଲି। ମୁଁ ବର୍ତ୍ତମାନ ଏଠାରେ ଖୁସି ଅଛି। ମୁଁ ଏଠାରେ କିଛି କାମ କରି ରହୁଛି। ମୁଁ କହିବାକୁ ଚାହେଁ ଯେ
ଏପରି କାହା ସହିତ ଘଟିବା ଉଚିତ ନୁହେଁ, କିନ୍ତୁ ଏହା କାହା ସହିତ ହୋଇପାରେ ତାହା କେହି କହିପାରିବେ ନାହିଁ। କିନ୍ତୁ ପିତାମାତା ମଧ୍ୟ ଏପରି ସମୟ ପାଇଁ ପୂର୍ବ ପ୍ରସ୍ତୁତ ହୋଇ ରହିଥିବା ଉଚିତ। କେବଳ ଆପଣ ସେମାନଙ୍କୁ ଛୋଟରୁ ବଡ଼ କରି ବଞ୍ଚାନ୍ତୁ ଏବଂ ସେମାନଙ୍କଠାରୁ କିଛି ଆଶା କରନ୍ତୁ ନାହିଁ। ବନ୍ଧୁଗଣ, ଆଜିର କାହାଣୀ ବିଷୟରେ ଆପଣଙ୍କ ମତାମତ କ'ଣ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ଆଉ ନୂଆରେ ଚ୍ୟାନେଲକୁ ଆସିଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ। ଜୟ ଜଗନ୍ନାଥ।